Hello everyone, plus 3 fifth semester ପିଲାମାନେ BSc Artificial Intelligence previous BSc class ତୁମର Artificial Intelligenceରେ ଆମେ ଦେଖିଥିଲା definition and scope of intelligence। ତ ପିଲାମାନେ ଆଜିର କ୍ଲାସ୍ରେ ଆମେ ଦେଖମା ମୁଇଁ କହିଥିଲି କି ତୁମେ ଯେନ୍ ଟାସ୍କ ଅଛେ 1 ମାର୍କ ତ MCQ କରିଥିନା 2 ମାର୍କରା କରବ 5 ମାର୍କ କରବ 8 ମାର୍କ ଅଛେ ସେଟା ସବୁ ପ୍ରିପେୟାର ହବ ବୋଲି କହିଥିଲି ଯେନ୍ ମାନେ କରିଥିଲ ବହୁତ ବଢ଼ିଆ ପିଲାମାନେ ସେମିଷ୍ଟର ଏକ୍ସାମ୍ ତୁମକୁ ସେତିକି ଆଉ ହାର୍ଡ ନି ଲାଗେ। ତ ଆଜି ଦେଖମା ଆମେ ହିଷ୍ଟ୍ରି ଆଣ୍ଡ ଇଭଲ୍ୟୁସନ୍ ଅଫ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯେନ୍ଟାକି ମୁଇଁ ପହିଲ ଫାଷ୍ଟ ଦୁଇଟା କ୍ଲାସ୍ରେ ତାର ବିଷୟରେ ବି କହିଥିଲି। ତ ସେଥିଲାଗି ମୁଇଁ ବେଶୀ ଟାଇମ୍ ୱେଷ୍ଟ ନି କରୁ ଆମେ ଇ ଟପିକ୍ରେ ହିଷ୍ଟ୍ରି ଆଣ୍ଡ ଇଭଲ୍ୟୁସନ୍ ଅଫ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସରେ ଜଟ୍ ମାନେ ଦେଖମା ନେକ୍ସଟ ଟପିକ୍କେ ବି କଭର କରମା। ତ ଚାପ୍ଟର 4 ହିଷ୍ଟ୍ରି ଆଣ୍ଡ ଇଭଲ୍ୟୁସନ୍ ଅଫ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ। The idea of creating intelligent machine has fascinated human being for century. Ancient civilizations imagined machine device capable of performing human-like tasks, but the scientific development of artificial intelligence began only after the invention of modern computer. The history of artificial intelligence is a journey of continuous research, innovation, success, and setbacks. From simple rule-based program to today advanced machine learning and generative AI system, artificial intelligence has evolved into one of the most influence influential fields of science and technology। ବୁଝିଲ ନା ଆମର ଯେନ୍ ରହିଲା ଆମର ବୁଦ୍ଧି ମାନେ ଇଣ୍ଟେଲିଜେଣ୍ଟ ମେସିନ୍ ତିଆରି କରବାର ଯେନ୍ ଚିନ୍ତା ଯେନ୍ ମଣିଷକୁ ଯେନ୍ ଆମର ଶତାବ୍ଦୀ ଧରିକିରି ମାନେ ସେଞ୍ଚୁରୀ ଶତାବ୍ଦୀ ଧରିକି ଯେନ୍ ଆକର୍ଷିତ କରି ଆସିଛି ସେଟା ମାନେ ଆମର ପୁରାତନ ସଭ୍ୟତାର ଲୋକମାନେ ମଧ୍ୟ ସେ ସେନ୍ତା ଯାନ୍ତ୍ରିକ ଯନ୍ତ୍ର ବିଷୟରେ କଳ୍ପନା କରୁଥିଲେ ଯେନ୍ ଯନ୍ତ୍ର ଗୁଡ଼ିକ କି ମଣିଷ ପରି କିଛି କାମ କରିପାରବା ବୋଲିକିରି ଲାଇକ୍ ରୋବୋଟ ଧରି ନିଅ ରୋବଟର ଏକ୍ଜାମ୍ପଲ୍ ନିଅ ସେଟା ଧରିକିରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ତାର ଏଆଇର ବୈଜ୍ଞାନିକ ବିକାଶର ଆଧୁନିକ କମ୍ପ୍ୟୁଟର କମ୍ପ୍ୟୁଟରକେ ଉଦ୍ଭାବନ ହେବା ପରେ ଆରମ୍ଭ ହେଲା ଗୋଟେ ଏଆଇର ଇତିହାସ। ତାର ନିରନ୍ତର ତାର ରିସର୍ଚ୍ଚ ଇନୋଭେସନ୍ ସକ୍ସେସ୍ ଏବଂ ଫିଡ଼ବ୍ୟାକ୍ର ଏକ ଯାତ୍ରା ଯେନ୍ଟାକି ଆମର ରୁଲ୍ ବେସ୍ଡ ପ୍ରୋଗ୍ରାମ୍ ଠାରୁ ଆରମ୍ଭ କରି ଆଜିର ଉନ୍ନତ ମେସିନ୍ ଲର୍ଣ୍ଣିଂ ଜେନେରେଟିଭ୍ ଏଆଇ ସିଷ୍ଟମ୍ ପୁରା ସେ ସବୁ ଜିନିଷକେ ଧରିକିରି ଏଆଇ ଧୀରେ ଧୀରେ ମାନେ ବିକଶିତ ହେବାରେ ଲାଗିଛି। ଆଉ ବର୍ତ୍ତମାନ ଏଆଇ ବିଜ୍ଞାନ ଓ ପ୍ରଯୁକ୍ତିର ସବୁଠାରୁ ପ୍ରଭାବଶାଳୀ କ୍ଷେତ୍ରରୁ ମଧ୍ୟ ଗୋଟିଏ ପ୍ରଭାବଶାଳୀ କ୍ଷେତ୍ର ମଧ୍ୟରୁ ଗୋଟେ କିଏ ନା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ। ଯଦି ପିଲାମାନେ ଯଦି କିଏ କହିଲା ମାନେ ଆମକୁ ଏଆଇର ବିକାଶରେ କାହାର ଅବଦାନ ଅଛି ଗୋଟେ କ୍ୱେଶ୍ଚିନ୍ କରିଦବ କହୁଛି ଆମେ ମାନେ ମନେ ରଖବାର୍ ଲାଗି ଏଆଇର ବିକାଶର କାହାର ଅବଦାନଟା ବେଶୀ ରହିଛି ଯେନ୍ଟାକି ଦ ଇଭଲ୍ୟୁସନ୍ ଅଫ୍ ଏଆଇ ହାଜ୍ ବିନ୍ ସେପେଡ୍ ବାଇ କଣ୍ଟ୍ରିବ୍ୟୁସ୍ ଫର୍ମ କାଣା ମ୍ୟାଥମେଟିକ୍ସିଆନ୍ସ ମାନଙ୍କର କମ୍ପ୍ୟୁଟର ସାଇଣ୍ଟିଷ୍ଟ ମାନଙ୍କର ଇଞ୍ଜିନିୟର୍ସ ଜିଓଲୋଜିଷ୍ଟ ଲିଙ୍ଗୁଇଷ୍ଟିଷ୍ଟ ମାନଙ୍କର ମାନେ ଏଆଇର ବିକାଶରେ ମ୍ୟାଥମେଟିକ୍ସିଆନ୍ସ କମ୍ପ୍ୟୁଟର ସାଇଣ୍ଟିଷ୍ଟ ଇଞ୍ଜିନିୟର୍ସ ବୋଲି ସାଇଓଲୋଜିଷ୍ଟ ଏବଂ ଲିଙ୍ଗୁଇଷ୍ଟ ବୋଲି ବିଭିନ୍ନ କ୍ଷେତ୍ରରେ ବିଶେଷଜ୍ଞମାନଙ୍କର ଅବତାର ରହିଛି। Improvement in computing power, availability of largest data sets, and the development of efficient algorithms have accelerated the growth of artificial intelligence. Today, artificial intelligence is widely used in like healthcare, education, finance, transportations, robotics, agriculture, and many more other sectors. तो healthcare, education, finance, transport sector रे केनता artificial intelligence काम जैसे मैं already previous class रे कोई जनो जे माने previous class में लेके previous class से देखी नबो। Then early development of artificial intelligence. Early development of artificial intelligence. The concept of intelligence machine existed long before modern computer. Before modern computers, ancient Greek myths describes artificial beings capable of performing human tasks. However, scientific progress towards artificial intelligence began during the 20th century with the development of mathematics, logic, and computing.
ମେସିନ୍ ମାନେ ଇଣ୍ଟେଲିଜେଣ୍ଟ ମେସିନ୍ ଆମର ଯେନ୍ ରହିଲା ଇଣ୍ଟେଲିଜେନ୍ସ ମେସିନ୍ ତାର ମାନେ ଧାରଣା ଆଧୁନିକ କମ୍ପ୍ୟୁଟର ଆସିବା ପୂର୍ବରୁ ମାନେ ଏଥର କମ୍ପ୍ୟୁଟର ଆସିବାର ପୂର୍ବରୁ ମଧ୍ୟ ରହିଥିଲା ଇଣ୍ଟେଲିଜେଣ୍ଟ ମେସିନ୍‌ଟା। ପୁରାତନ ମାନେ ଆମର ଯେନ୍ ଗ୍ରୀକ୍ ମିଥ୍ସ ବା ଗ୍ରୀକ୍ ପୌରାଣିକ କାହାଣୀ ମଧ୍ୟରେ ଏପରି ଏକ ଗୋଟେ କୃତ୍ରିମ ଜୀବ ବିଷୟରେ ବର୍ଣ୍ଣନା ମିଳିଲା ଯେ ଯେନ୍ଟାକି ପିଲାମାନେ ଯେଉଁମାନେ ମଣିଷ ପରି କାମ କରିପାରୁଥିଲେ। କିନ୍ତୁ ଏଆଇର ବୈଜ୍ଞାନିକ ବିକାଶ ଆମର 20th ସେଞ୍ଚୁରୀ ବା ମାନେ ବିଶ ଶତାବ୍ଦୀରେ ମ୍ୟାଥମେଟିକ୍ସ, ଲଜିକ୍ ଏବଂ କମ୍ପ୍ୟୁଟିଂ ମେସିନ୍‌ର ବିକାଶର ସହିତ ଆରମ୍ଭ ହେଲା। ଯେନ୍ଟାକି ଆମର ଡ୍ୟୁରିଂ ଦ 1940 ଆଣ୍ଡ 50 ମସିହାରେ ସମୟରେ ମାନେ ବୈଜ୍ଞାନିକମାନେ ଅନୁସନ୍ଧାନ ଆରମ୍ଭ କଲେ ଯେ ରିସର୍ଚ୍ଚ ଆରମ୍ଭ କଲେ ଷ୍ଟାର୍ଟ ଏକ୍ସପ୍ଲୋରିଂ ହ୍ୱେଦର ଦ ମେସିନ୍ସ କୁଲ୍ଡ ଇମିସିଏଟ୍ ହ୍ୟୁମାନ୍ ଥିଙ୍କିଂ ଆଣ୍ଡ ରିଜନିଂ the inventions of digital computers provide the necessary platform for conducting experiments in artificial intelligence ସେମାନେ ଆରମ୍ଭ କଲେ ମେସିନ୍ ମାନେ ମଣିଷର ଥିଙ୍କିଂ ଆଉ ରିଜନିଂକେ ଅନୁକରଣ କରି ପାରବାର୍ କିନିପାରେ ବୋଲିକିରି ତ ଡିଜିଟାଲ କମ୍ପ୍ୟୁଟରର ଉଦ୍ଭାବନ ଏହି ପରୀକ୍ଷା ଆଉ ରିସର୍ଚ୍ଚ ପାଇଁ ଆବଶ୍ୟକ ହେଲା ପ୍ଲାଟଫର୍ମ ପ୍ରଦାନ ମଧ୍ୟ କଲା। ଯେନ୍ଟାକି ଆମେ ଗୋଟେ ମଣିଷମାନେ ବା ଛାତ୍ରମାନେ ଗୋଟେ ମ୍ୟାଥ୍ସ ପ୍ରୋବ୍ଲେମ୍‌କେ ଦେଖିକି ଭାବସୁଁ ତାର ଉପରେ ଆନ୍ସର୍ କରସୁଁ ସେନ୍ତା ରିସର୍ଚ୍ଚର୍ସ ମାନେ ଚାହୁଁଥିଲେ କି କମ୍ପ୍ୟୁଟର ମଧ୍ୟ ସେହିପରି ପ୍ରୋବ୍ଲେମ୍‌କେ ସଲ୍ଭ କରୁ ଭାବିକିରି କରେକ୍ଟ ଆନ୍ସର୍‌ଟା ଦଉ ବୋଲିକିରି ସେନ୍ତା ଗୋଟେ ସେମାନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ରିଏଟ୍ କରାଗଲା। ଦ୍ୟାଟ୍ ଆଲାନ୍ ଟ୍ୟୁରିଂ ଆଣ୍ଡ ଦ ବିଗିନିଂ ଅଫ୍ ଏଆଇ ଯେନ୍ଟାକି ମୁଇଁ ତମକୁ ଡେଫିନେସନ୍ ବି କହିଥିଲି ଡେଫିନେସନ୍ ଜାଗାରେ ପ୍ରିଭିୟସ୍ କ୍ଲାସ୍‌ରେ one of the pioneers of artificial intelligence was the British mathematician Alan Turing. In 1950, he published the famous research paper Computing Machinery and Intelligence. In this paper, Turing raised the important question: Can machine think? ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଅନ୍ୟତମ ପ୍ରମୁଖ ପଥପ୍ରଦର୍ଶକ ଥିଲେ ବ୍ରିଟିଶର ମ୍ୟାଥମେଟିସିଆନ୍ ଆଲାନ୍ ଟ୍ୟୁରିଂ। 1950 ମସିହାରେ ସେ ଗୋଟେ କମ୍ପ୍ୟୁଟିଂ ମେସିନାରୀ ଆଣ୍ଡ ଇଣ୍ଟେଲିଜେନ୍ସ ନାମକ ଏକ ପ୍ରସିଦ୍ଧ ରିସର୍ଚ୍ଚ ପେପର ପ୍ରକାଶ କରିଥିଲେ ଲେଖିଥିଲେ। ଏହି ପେପର ଟ୍ୟୁରିଂରେ ଏକ ଗୁରୁତ୍ୱ ପ୍ରଶ୍ନ ଉଠାଇଥିଲେ। କାଁ କହିଥିଲେ ନା କ୍ୟାନ୍ ମେସିନ୍ ଥିଙ୍କ ମାନେ ମେସିନ୍ କାଣା ଚିନ୍ତା କରିପାରବା ବୋଲିକିରି ସେ କହିଥିଲେ କ୍ୱେଶ୍ଚିନ୍ କରିଥିଲେ। To answer the question, se question ର answer he proposed the Turing test, a method for determining whether a machine can exhibit intelligent behavior similar to that of a human being. According to the Turing test, if a human examiner cannot reliably distinguish between the response of machine and those human during conversation of machine may be considered intelligent. The Turing test became one of the earliest and most influential ideas in artificial intelligence research। ମାନେ ପିଲାମାନେ ସେ ଯେନ୍ ପ୍ରଶ୍ନଟା କରିଥିଲେ କି କ୍ୟାନ୍ ମେସିନ୍ ଥିଙ୍କ ସେ ତାର ଉତ୍ତରକେ ପିଲାମାନେ ଉତ୍ତରକେ ରଖବାର୍ ଲାଗି ଏଇ ମାନେ ସେଇ ପ୍ରଶ୍ନର ଉତ୍ତର ଖୋଜବାର୍ ଲାଗି ଟର୍ନିଂ ଟେଷ୍ଟ ନାମକ ଏକ ଗୋଟେ ପଦ୍ଧତି ପ୍ରସ୍ତାବ କରିଥିଲେ। ସେହି ଟେଷ୍ଟରେ ଉଦ୍ଦେଶ୍ୟ ଥିଲା ପିଲାମାନେ ଗୋଟିଏ ମେସିନ୍ ମଣିଷ ପରି ଇଣ୍ଟେଲିଜେଣ୍ଟ ବିହେଭିଅର୍ ଦେଖେଇ ପାରୁଛି କି ନାହିଁ ତାହା ଜାଣିବାର କଥା। ଯଦି ମଣିଷ ଏକ୍ଜାମିନର କଥାବାର୍ତ୍ତା ସମୟରେ ମେସିନ୍‌ର ରେସ୍ପନ୍ସ ଏବଂ ହ୍ୟୁମାନ୍‌ର ରେସ୍ପନ୍ସ ମଧ୍ୟରେ ନିଶ୍ଚିତ ଭାବରେ ପାର୍ଥକ୍ୟ କରିପାରିଲେ ନାହିଁ ତେବେ ସେହି ମେସିନ୍‌କୁ ଇଣ୍ଟେଲିଜେଣ୍ଟ ବୋଲି ଧରାଯାଇପାରେ। ଯେନ୍ତାକି ତୁମେ ଯଦି ଫର୍ ଏକ୍ଜାମ୍ପଲ୍ ଧର ତୁମେ ଯଦି ଗୋଟିଏ କମ୍ପ୍ୟୁଟର ସହ ଚାଟ୍ କରୁଛ ତୁମେ ଜାଣ ନା ଯେ ସେ ଅନ୍ୟ ଗୋଟେ ମଣିଷ ଅଛି କି ଏଆଇ ଅଛି। ଚାଟ୍ ଜିପିଟି ସାଙ୍ଗେ ଚାଟିଂ କଲେ ସେ ଆନ୍ସର୍ ତ ଦେସି ନା ଦେସି କି ନି ଦିଏ ସେନ୍ତା ଫିଲ୍ କରିପାରସ କି ସେଟା ଚାଟ୍ ଜିପିଟି ଆଏ କି ଏଆଇ ଆଏ କି ଗୋଟେ ମଣିଷ ଆଏ ବୋଲିକିରି ଜାଣିନି ହେ ନା ସେଇଟା ସେଇ ଟାଇପ୍‌ର। ତାପରେ ନେକ୍ସଟ ଦ ଡାର୍ଥ ମଉଥ୍ କନଫରେନ୍ସ 1956 ଦ ଅଫିସିଆଲ ବାର୍ଥ ଅଫ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯାହାକେ ମୁଁ କହିଥିଲି ଯେନ୍ଟା ଫାର୍ଷ୍ଟ କ୍ଲାସ୍‌ରେ the official birth of artificial intelligence took place in 1956 during Dartmouth Summer Researchers Project on Artificial Intelligence Health and Dartmouth College in the United States. The conference was organized by Johann McCarthy, Marvin Minsky, and Claude Shannon and Nathaniel Rochester. During this conference, Johann McCarthy introduced the term artificial intelligence. ସେଥିଲାଗି ଆମେ ଫାଦର ଅଫ୍ artificial intelligence ବୋଲିକିରି ବି କହୁଛୁ। The main objective of the conference was to explore the possibility of creating machines capable of learning, reasoning, problem solving and improving
themselves. The Dartmouth Conference is registered as the starting point of artificial intelligence as an independent academic discipline. The next, development during 1950 and 1960. Development during 1950s and 1960s. Following the Dartmouth Conference, AI research expanded rapidly. Scientists developed several computer programs capable of solving mathematical problems, playing games, and proving logical theorem. ଯେନ୍ ଆମର ଡାର୍ଟମର୍ କନଫରେନ୍ସ ପରେ ଏଆଇ ରିସର୍ଚ୍ଚରେ ବହୁତ ଦ୍ରୁତ ଭାବରେ ବଢ଼ିଲା। ସାଇଣ୍ଟିଷ୍ଟ ଏପରି ଅନେକ କମ୍ପ୍ୟୁଟର ପ୍ରୋଗ୍ରାମ ବିକଶିତ କଲେ ଯେନେକି ମ୍ୟାଥମେଟିକାଲ ପ୍ରୋବ୍ଲେମ ସଲ୍ଭ କରଲା, ଗେମ୍ସ ଖେଲୁଥିଲେ, ଗେମ୍ସର ମାନେ ଇଏ କରିପାରିଲେ, ଲଜିକାଲ ଥିଓରମ୍ ବା ଲଜିକାଲ ପ୍ରୋବ୍ଲେମ ସଲ୍ଭ କରିପାରୁଥିଲା ହେଲା। ଡେଭଲପମେଣ୍ଟ ଅଫ୍ ଦ ଲଜିକାଲ ଥିଓରିସ୍ ପ୍ରୋଗ୍ରାମ ବାଇ ଏଲିଆନ୍ ନ୍ୟୁଏଲେନ୍, ହାର୍ବର୍ଟ ସିମୋନନ୍, ରିସର୍ଚ୍ଚ ଅନ୍ ପ୍ରୋବ୍ଲେମ ସଲଭିଂ ଆଲଗୋରିଦମ୍, ଗ୍ରୋଥ ଅଫ୍ ସିମ୍ବୋଲିକ ଏଆଇ ରୁଲ୍ସ ଆଣ୍ଡ ବେସ୍ ସିଷ୍ଟମ୍, ଇନିସିଆଲ ୱାର୍କ ଅନ୍ ମେସିନ୍ ଟ୍ରାନ୍ସଲେସନ୍ ଆଣ୍ଡ ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ, ଏସବୁ ଜିନିଷ ମାନେ କରାହେଲା। ଦେନ୍ ଏଆଇ ୱିଣ୍ଟର। ଏଆଇ ୱିଣ୍ଟର କାଣା ପିଲାମାନେ ଏଆଇ ୱିଣ୍ଟର ଏଆଇ ୱିଣ୍ଟର ପିଲାମାନେ ଯେତେ ଖଣ୍ଡେ ହେଲା ଏଆଇ ୱିଣ୍ଟର ସମୟରେ ପିଲାମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ରିସର୍ଚ୍ଚର ଗତି କମି ଯାଇଥିଲା। କିନ୍ତୁ ସାଇଣ୍ଟିଷ୍ଟ ମାନେ ରିସର୍ଚ୍ଚ ସମ୍ପୂର୍ଣ୍ଣ ବନ୍ଦ ନି କରି ସେମାନେ ନୂଆ ନୂଆ ଆଇଡ଼ିଆସ୍ ଆଉ ନୂଆ ନୂଆ ଟେକ୍ନୋଲୋଜି ଉପରେ କାମ ଜାରି ରଖିଥିଲେ। ପରେ ସେହି ରିସର୍ଚ୍ଚ ଏବଂ ଆଇଡ଼ିଆ ହିଁ ଏଆଇର ପୁନର୍ବିକାଶରେ ସାହାଯ୍ୟ କରିଥିଲା ଆମର ଏଆଇ ୱିଣ୍ଟର। ଡ୍ୟୁରିଂ ଦ 1970 and again the last 1980s, artificial intelligence research experienced significant setbacks. This period became known as the AI winter ବୋଲିକି ତାକେ କୁହାଗଲା। Researchers has made ambitious promise, but the available computers were not powerful enough to achieve those goals. Funding agencies become disappointed due to limited practical results and the reduced financial support for artificial intelligence research. The major reason for the AI winter were limited computing power, insufficient memory and storage, lack of large data sets, unrealistic expectations, reductions in research funding. Although AI research slowed during this period, scientists continues developing new ideas that later contribute to the revival of artificial intelligence. Then I our revival of artificial intelligence, 1980s, 1990. After the AI winter, research in artificial intelligence gradually regained momentum during the 1980s. The development of expert system played a major role in the reviving AI. These systems were designed to imitate the knowledge and reasoning ability of human experts, specific fields such as medicine, engineering, and finance. ଏଇଟା ମାନେ ରିଭାଇଭାଲ୍ ଅଫ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ମାନେ ସର୍ଟଲି କହି ଦେଉଛନ୍ ଦେଖ ମାନେ 1980 ଆମର 1980 ମସିହାରେ ଏଆଇ ୱିଣ୍ଟର ପରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ରିସର୍ଚ୍ଚ ଧୀରେ ଧୀରେ ପୁଣି ବଢ଼ବାର୍କେ ଲାଗ୍ଲା, ଗତି କରବାର୍କେ ଲାଗ୍ଲା। ଏକ୍ସପର୍ଟ ସିଷ୍ଟମର ବିକାଶ ଏଆଇକୁ ମାନେ ପୁଣି ଥରେ ପପୁଲାର କରବାରେ ଏକ ବଡ଼ ଭୂମିକା ଗ୍ରହଣ ନେଇଥିଲା। ଦେନ୍ ଏକ୍ସପର୍ଟ ସିଷ୍ଟମ ଏପରି ଗୋଟେ କମ୍ପ୍ୟୁଟର ସିଷ୍ଟମ ଥିଲା ଯେନ୍ ଗୁଡ଼ିକ କି କୌଣସି ମାନେ ନିର୍ଦ୍ଦିଷ୍ଟ ଫିଲ୍ଡର ହ୍ୟୁମାନ୍ ଏକ୍ସପର୍ଟଙ୍କ ନଲେଜ ଏବଂ ରିଜନିଂ ଏବିଲିଟିକୁ ମାନେ ଅନୁକରଣ କରିବା ପାଇଁ ପିଲାମାନେ ଡିଜାଇନ୍ କରାଯାଇଥିଲା। ଏହି ସିଷ୍ଟମରେ ମୁଖ୍ୟତଃ ମେଡ଼ିସିନ, ଇଞ୍ଜିନିୟରିଂ ଏବଂ ଫାଇନାନ୍ସ ଭଳି କ୍ଷେତ୍ରରେ ବ୍ୟବହାର ହେଉଥିଲା। ବୁଝିଲା? ଯଦି ଆମେ ଫର୍ ଏକ୍ଜାମ୍ପଲ୍ ଯଦି ନେମା, ଧର ଜଣେ ଏକ୍ସପେରିଏନ୍ସ ଡକ୍ଟର ଅନେକ ବର୍ଷର ନଲେଜ ମାନେ କମ୍ପ୍ୟୁଟରରେ ଷ୍ଟୋର୍ କରି ରଖା। ଧର ଜଣେ ଡକ୍ଟରଙ୍କର ଏକ୍ସପେରିଏନ୍ସ ବହୁତ ବର୍ଷ ତାଙ୍କର ମାନେ ଏକ୍ସପେରିଏନ୍ସ ଅଛି ମାନେ ମେଡ଼ିକାଲ କ୍ଷେତ୍ରରେ ଅନେକ ବର୍ଷର ନଲେଜ କମ୍ପ୍ୟୁଟରରେ ସେ ଷ୍ଟୋର୍ କରିକିରି ରଖିଲେ। ଯଦି ପେସେଣ୍ଟର କିଛି ସିମ୍ପଟମ୍ ଥାଏ, ଏକ୍ସପର୍ଟ ସିଷ୍ଟମ୍ ସେହି ନଲେଜକେ ବ୍ୟବହାର କରିକିରି ଡକ୍ଟରଙ୍କ ପରି ପସିବୁଲ୍ ଡିଜିଜ୍ ବିଷୟରେ ସେ ସଜେସନ୍ ଦେଇପାର ହେଲା। ନେକ୍ସଟ ଦେଖମା IBM ଡିପ୍ ବ୍ଲୁ ଏଣ୍ଡ ନ୍ୟୁ ମାଇଲଷ୍ଟୋନ୍। ପିଲାମାନେ ତୁମେ ଏଇଟା ନିଜେ ନିଜେ ମାନେ ଯଦି ନୋଟ୍ସ ଡାଉନଲୋଡ଼ କରିପାରିବ, ନୋଟ୍ସ ଡାଉନଲୋଡ଼ କରିକି ପଢ଼ିଲେ ବି ବୁଝିପାରିବ ହେନ୍ତା କେନ୍ସି କଡ଼ା ଲାଙ୍ଗୁଏଜ ୟୁଜ୍ କରାନି। ତ ପିଲାମାନେ ଏସବୁ PDF ପାଇବାର ଲାଗି ସେମାନେ ଟେଲିଗ୍ରାମ ଚ୍ୟାନେଲ ଜଏନ୍ କର। ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ଡେସ୍କ୍ରିପସନ୍ରେ ଅଛେ। ଅଲରେଡ଼ି ୟୁନିଟ୍ 1ର ନୋଟ୍ସ ବି ପ୍ରୋଭାଇଡ଼ କରାହେଇଛେ, ଯିଏକି ତୁମେ ନିଜେ ନିଜେ ବି ପଢ଼ିପାରବ। ଆମେ ଗୋଟେ ଗୋଟେ ଚାପ୍ଟର ପଢ଼ୁଛୁଁ, ତୁମେ 2-2ଟା 3-3ଟା ଟପିକ୍ ଧରିକିରି ବି ପଢ଼ିପାର। ଇଜି ଲାଙ୍ଗୁଏଜରେ ଲେଖା ହେଇଛେ, ତା କିଛି ମାନେ ପୁରା କଡ଼ା ନେଇ ନା। IBM ଡିପ୍ ବ୍ଲୁ ଆଣ୍ଡ ନ୍ୟୁ ମାଇଲଷ୍ଟୋନ୍। IBM ଡିପ୍ ବ୍ଲୁ ଆଣ୍ଡ ନ୍ୟୁ ମାଇଲଷ୍ଟୋନ୍ର କାଣା ପିଲାମାନେ ଦେଖ, ମୁଇଁ ସର୍ଟ କହି ଦେଉଛେଁ।
ମାନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ହିଷ୍ଟ୍ରିରେ ଏକ ମାନେ ବଡ଼ ମାଇଲଷ୍ଟୋନ୍ 1997 ମସିହାରେ ପିଲାମାନେ ଘଟିଥିଲା। 1997 ମସିହାରେ IBMର ଡିପ୍ ବ୍ଲୁ କମ୍ପ୍ୟୁଟର ବିଶ୍ୱ ଚେସ୍ ଚାମ୍ପିଅନ୍ ଗେରି କେସ୍ପରୋଭଙ୍କ 6ଟି ଗେମ୍‌ର ମ୍ୟାଚ୍‌ରେ ସେ ପରାସ୍ତ କରିଥିଲା। ଆଉ ସେଟା ଗୋଟେ ପିଲାମାନେ ହିଷ୍ଟ୍ରି ଗୋଟେ ବଡ଼ ମାଇଲଷ୍ଟୋନ୍ ଘଟିଥିଲା 1997 ମସିହାରେ। ହେଲା, ସର୍ଟଲି କହିଦେଲି ଫାର୍ଷ୍ଟ ପାରାଗ୍ରାଫ। ଦେନ୍ ସେକେଣ୍ଡ ଦେଖମା ଆମେ ରାଇଜ୍ ଅଫ୍ ମେସିନ୍ ଲର୍ଣ୍ଣିଂ। ମେସିନ୍ ଲର୍ଣ୍ଣିଂ, ରାଇଜ୍ ଅଫ୍ ମେସିନ୍ ଲର୍ଣ୍ଣିଂ। During the year 2000s, artificial intelligence shifted from traditional rule-based approaches to machine learning. Instead of programming computers with fixed rule, researchers developed algorithms that enable machine to learn directly from data. ମାନେ ବେଲେ 2000ର ଆରମ୍ଭରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟ୍ରାଡିସନାଲ୍ ରୁଲ୍ ବେସ୍ଡ ଆପ୍ରୋଚ୍ ଠାରୁ ମେସିନ୍ ଲର୍ଣ୍ଣିଂ ଆଡ଼କୁ ଯିବାକୁ ସେ ଆରମ୍ଭ କରିଥିଲା। ପୂର୍ବର କମ୍ପ୍ୟୁଟରକୁ ଫିକ୍ସ ରୁଲ୍ସ ଦେଇ ପ୍ରୋଗ୍ରାମ କରାଯାଉଥିଲା, କିନ୍ତୁ ମେସିନ୍ ଲର୍ଣ୍ଣିଂର ରିସର୍ଚର୍ସ ଏପରି ଆଲଗୋରିଦମ୍ ବିକଶିତ କଲେ ଯାହାର କମ୍ପ୍ୟୁଟରକୁ ମାନେ ଡାଟାକୁ ମାନେ ପିଲାମାନେ ଡାଇରେକ୍ଟଲି ମାନେ ଶିଖିବାରେ ସାହାଯ୍ୟ କଲା। ଯେନ୍ଟାକି ଏକ୍ଜାମ୍ପଲ୍ ଆମର ଟ୍ରାଡିସନାଲ୍ ଏଆଇ ଯଦି ଇମେଲ୍‌ରେ ଏଇ ପାର୍ଟିକୁଲାର ୱାର୍ଡ଼ ଅଛି ମାନେ ଏଇଟା ଜାନ କି ଫେକ୍ ମେସେଜ୍ ଆଏ ସେଇପାରି। Then machine learning made AI system more flexible and capable of handling complex real-world problems. With the rapid growth of the internet, digital technologies, and big data, enormous amount of information became available for training AI models. हजार हजार ସ୍ପାମ୍ ଏବଂ ନର୍ମାଲ କଲ୍‌କେ ତୁମେ ସେଇଟା ପଠେଇ ପାରବ। ତାର୍ ଛଡ଼ା ମେସିନ୍ ଲର୍ଣ୍ଣିଂ ଯୋଗୁଁ ଏଆଇ ସିଷ୍ଟମ୍‌ର ଅଧିକ ଫ୍ଲେକ୍ସିବୁଲ୍ ହେଲା ଏବଂ କମ୍ପ୍ଲେକ୍ସ ରିଏଲ୍ ୱାର୍ଲଡ ପ୍ରୋବ୍ଲେମ୍ ହ୍ୟାଣ୍ଡେଲ୍ କରିବାର ସକ୍ଷମ ହେଲା। ଇଣ୍ଟରନେଟ୍, ଡିଜିଟାଲ ଟେକ୍ନୋଲୋଜି ଆଉ ବିଗ୍ ଡାଟାର ଦ୍ରୁତ ବିକାଶ ଫଳରେ ଏଆଇ ମଡେଲ୍ସକୁ ଟ୍ରେନ୍ କରିବା ପାଇଁ ବହୁତ ବଡ଼ ପରିମାଣର ଇନଫର୍ମେସନ୍ ମଧ୍ୟ ଉପଲବ୍ଧ ହେଲା। ରାଇଜ୍ ଅଫ୍ ମେସିନ୍ ଲର୍ଣ୍ଣିଂ ହେବାର ଫଳରେ କାଣା କାଣା ହେଲା ଯେ ଜାଣିଲ। ଦେନ୍ ଡିପ୍ ଲର୍ଣ୍ଣିଂ ରିଭଲ୍ୟୁସନ୍ସ, ମଡର୍ଣ୍ଣ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣ୍ଡ ଜେନେରେଟିଭ୍ ଏଆଇ। ଏହା ତୁମେ ନିଜେ ଦେଖିଦେବ, ଯେନ୍ଟାକି ବହୁତ ଇଜି ଅଛେ। ଏତ୍କି ତ ହେଇଗଲା। ଆଉ ଯଦି ତୁମେ ସର୍ଟଲି ଦେଖ୍ବାର୍ ଲାଗି ଚାହୁଁଛ କେନ୍ ମସିହାରେ କେନ୍ଟା ହେଇଥିଲା ଇଭଲ୍ୟୁସନ୍ ଅଫ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଡାଇଗ୍ରାମରେ ଦେଖ। 1940-50ରେ ଇୟର୍ଲି କମ୍ପ୍ୟୁଟର ରିସର୍ଚ୍ଚ, 1950 ଆଲାନ୍ ଟ୍ୟୁରିଂ ଟେଷ୍ଟ, ଯେନ୍ଟାକି ପ୍ରେଜେଣ୍ଟରେ ଅଛି ଆମର ଜେନେରେଟିଭ୍ ଏଆଇ, ଚାଟ୍ ଜିପିଟି, ଜେମିନି, କ୍ଲୋଡ୍ ଏଆଇ। ତୁମେ ଖାଲି ମେସିନ୍ IBM ଡିପ୍ ବ୍ଲୁ ତକର କହିଦେଲି। ମେସିନ୍ ଲର୍ଣ୍ଣିଂ ବାବଦ ଥିବି ତ କୁହାହେଇଛି କ୍ଲାସ୍ରେ ତୁମର ଯେତେବେଳେ ସିଷ୍ଟମ୍ ଆଉ ମେସିନ୍ ଲର୍ଣ୍ଣିଂ ପଢ଼ା ହେଉଥିଲା। ତ ଡିପ୍ ଲର୍ଣ୍ଣିଂ କାଣା ସେଟା ତୁମେ ଟିକେ ବେସିକ୍ରେ ଦେଖିଦେବ। ଆଉ ନୋଟ୍ସ ତ ଡାଉନଲୋଡ଼ କରି ପକାବ। ନୋଟ୍ସ ଡାଉନଲୋଡ଼ କରି ସାରିଲା ପରେ ଯେନ୍ତା କେମି କ୍ୱେଶ୍ଚିନ୍ ଆନ୍ସର୍ ସେସନ୍ ଚାଲିଛି ଆମର, କ୍ୱେଶ୍ଚିନ୍ ଆନ୍ସର୍ ସେସନ୍ ବି ତୁମେ ମାନେ ପଢ଼ିଦେବ। ପଢ଼ି ଯିବ ପିଲାମାନେ, ସ୍କିପ୍ କରି ଯିବ, ତୁମର ସାଡ଼େ ସେଟା ବୋଝ ହେଇଯିବ। ଏଇ 2 ମାର୍କ 5 ମାର୍କ ଯେତ୍କି ଅଛେ ପଢ଼ି ସାରିଲା ମାନେ କଭର୍ କରିଦେବ ବୋଲେ ତୁମକୁ ପ୍ରେସର୍ ନି ପଡ଼େ, ବୋଝ ଗୋଟେ କମିଯିବା। ତ ପିଲାମାନେ ନେକ୍ସଟ ଆମେ ପଢ଼ମା ଏଆଇ ପ୍ରୋବ୍ଲେମ୍ ସଲଭିଂ। ଆଉ ପିଲାମାନେ ଭିଡ଼ିଓକେ ଗୋଟେ ଲାଇକ୍ ତୁମ ସାଙ୍ଗମାନଙ୍କ ସାଙ୍ଗେ କ୍ଲାସ୍ଟା ସେୟାର କରିଦିଅ। ଆଉ ନୋଟ୍ସ ହେଲେ ତ ପିଲାମାନେ ଆମର ଟେଲିଗ୍ରାମ ଚ୍ୟାନେଲ୍ ତୁମେ ଡାଉନଲୋଡ଼ କରି ପକାଅ।